ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓରେ। ଦର୍ଶକ ବନ୍ଧୁ, ଆଜି ଆମେ ଭିଡିଓରେ ଜାଣିବା ଆପଣଙ୍କର ଘରେ ରହିକି ଆପଣମାନେ କେମିତି ନିଜ ନିଜ ବ୍ୟାଙ୍କ ଆକାଉଣ୍ଟରେ ଆପଣ ଯେମିତି ଇକେୱାଇସି ବା ଆପଣଙ୍କ ଆଧାର କାର୍ଡ ସଂଯୋଗ କେମିତି କରିବେ। ତ ଯାହାକି ଆମେ ଭିଡିଓ ବିଷୟରେ କଥା ହେବା। ତା ସହିତ ଯଦି ଆପଣ ଭିଡିଓରେ ନୂଆ ଅଛନ୍ତି, ଭିଡିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁନି। ଭିଡିଓ ଫାଷ୍ଟ କ୍ଲାସ୍ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେ ଆପଣମାନେ କି ବ୍ୟାଙ୍କ ସହିତ ଆପଣ କେମିତି ଘରେ ରହିକି ଆପଣ ଆଧାର ଲିଙ୍କ କରିପାରିବେ। ଯଦି ଆପଣ ଫେସବୁକ୍ ପେଜକୁ ଫଲୋ କରୁଛନ୍ତି ତାହେଲେ ଆପଣଙ୍କର ଲିପନ ଏକ୍ସପ୍ରେସ ବୋଲି ଆପଣଙ୍କ ଫେସବୁକ୍ ପେଜ ଅଛି ଆମର, ସେଠି ବି ଯାଇକି ଆପଣମାନେ ସର୍ଚ୍ଚ କରିପାରିବେ ଏବଂ ସେଥିରେ ମଧ୍ୟ ଆପଣ ଗଭର୍ଣ୍ଣମେଣ୍ଟ ଇନଫର୍ମେସନ ଯାହା ବି ରିଲେଟେଡ୍ ଭିଡ଼ିଓ କରୁଛି ସେଥିରେ ମଧ୍ୟ ଆପଣ ଯାଇକି ଦେଖିପାରିବେ। ତ ଚାଲନ୍ତୁ ଡେରି ନକରି ଆପଣଙ୍କ ଭିଡ଼ିଓ ମାଧ୍ୟମରେ ଜଣାଇଦେବି କି ଆପଣ କେମିତି ଭାବେ ଘରେ ରହିକି ଆପଣମାନେ ନିଜ ନିଜର ବ୍ୟାଙ୍କ ଖାତା ସହିତ ଆପଣମାନଙ୍କର ଆଧାର କାର୍ଡର କେମିତି ଲିଙ୍କ କରିପାରିବେ। ତ ଚାଲନ୍ତୁ ସେ ବିଷୟରେ କଥା ହେବା। ପ୍ରଥମେ କଣ କରିବେ ନା ଆପଣମାନେ ଯେକୌଣସି ବ୍ରାଉଜରକୁ ଯାଇକି ଆପଣମାନେ NPCI ବୋଲି ଆପଣ ଏଠି ସର୍ଚ୍ଚ କରନ୍ତୁ। ସର୍ଚ୍ଚ କରିସାରିଲା ପରେ ପ୍ରଥମେ ଯେଉଁ NPCI ବୋଲି ଲେଖା ଆସୁଛି ସେଇଠି ଆପଣ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଦେଖିପାରୁଥିବେ ତାର ଅଫିସିଆଲ ୱେବସାଇଟ ଯୋଉଠି ଅଛି ସେଟା ଆପଣଙ୍କୁ ଡିଟେଲ୍ସ ବାହାରି ଆସୁଛି। ବାହାରି ଆସିଲା ପରେ ଦେଖନ୍ତୁ ଏଠି ଆପଣ କଷ୍ଟମର ଉପରେ ଲେଖା ଗୋଟେ ଅଛି, ସେ କଷ୍ଟମର ଉପରେ ଆପଣ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କୁ ଏଠି ଭାରତ ଆଧାର ସିଡିଂ ଏନେବଲ BASE ଲେଖା ହେଇଛି ଏଠି, ସେଠି ମଧ୍ୟ ଆପଣ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ତାର ଯେଉଁ ଅଫିସିଆଲି ଆକାଉଣ୍ଟ ଅଛି ସେ ଆକାଉଣ୍ଟକୁ ସେ ଆପଣଙ୍କୁ ନେଇଯିବ। ନେଇଗଲା ପରେ ଦେଖନ୍ତୁ ଏଠି ଲେଖା ହେଇଛି ଆପଣଙ୍କର ଆଧାର ସିଡିଂ, ଠିକ ଅଛି। ଏଠି ଆଧାର ସିଡିଂ ଲେଖା ହେଇଛି, ଏଇଠି ଆପଣ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ସେଠି ରିକ୍ୱେଷ୍ଟ ଫର ମାଗିବ ଆପଣଙ୍କୁ କି ରିକ୍ୱେଷ୍ଟ ଫର ଆଧାର ସିଡିଂ ମାନେ ଆପଣଙ୍କୁ ଅଛି ଏଣ୍ଟର ୟୋର ଆଧାର ନମ୍ବର ମାଗିଛି, ମାନେ ଆପଣଙ୍କ ଆଧାର ନମ୍ବର ଦେବା ପାଇଁ ପଡିବ। ତାପରେ ଆପଣ ଏଠି ରିକ୍ୱେଷ୍ଟ ଫର ଆଧାର ମାନେ ଆପଣଙ୍କର ଆଧାର ସିଡିଂ କରିବାକୁ ଆପଣମାନେ ସିଡିଂ ମାନେ ଆପଣ ଆଧାର କାର୍ଡ କରିବା ପାଇଁ ଚାହୁଁଛନ୍ତି, ଡିସିଡିଂ ମାନେ ଆପଣ କାଟିବା ପାଇଁ ଚାହୁଁଛନ୍ତି। ଯେହେତୁ ଆମର ସିଡିଂ କରିବା ମାନେ ଆପଣଙ୍କ ବ୍ୟାଙ୍କ ସହିତ କରିବାର ଅଛି ଆଧାର ଲିଙ୍କ, ଯେହେତୁ ଆପଣ ସିଡିଂ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ସିଲେକ୍ଟ ୟୋର ବ୍ୟାଙ୍କ ଅଛି, ଏଠି ଆପଣଙ୍କର ନିଜ ବ୍ୟାଙ୍କ ସିଲେକ୍ଟ କରିବେ। ଯାହା ବି କିଛି ଆପଣଙ୍କର ବ୍ୟାଙ୍କ ଅଛି, ଯେକୌଣସି ବ୍ୟାଙ୍କ ଅଛି ଯଦି ଆପଣ ସିଲେକ୍ଟ କରିବା ପାଇଁ ଚାହୁଁଛନ୍ତି ସେଠି ଆପଣ ଏଠି ସିଲେକ୍ସନ କରିବେ। ଠିକ ଅଛି, ତ ସିଲେକ୍ଟ କଲା ପରେ ଏଠି ଆକାଉଣ୍ଟ ନମ୍ବର ଦେବେ। ଏଠି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଯୋଉ ବ୍ୟାଙ୍କରେ ଆପଣ ଚାହୁଁଛନ୍ତି କରିବା ପାଇଁ ସେଇ ବ୍ୟାଙ୍କର ଏଠି ଆକାଉଣ୍ଟ ନମ୍ବର ଏଠି ଆପଣଙ୍କୁ ଦେବା ପାଇଁ ପଡିବ। ତାପରେ ଆପଣଙ୍କର ଏଠି କନଫର୍ମ ଆକାଉଣ୍ଟ ନମ୍ବର ମାନେ ରି ଆକାଉଣ୍ଟ ନମ୍ବର ଆଉଥରେ ପୁଣି ଦେବା ପାଇଁ ପଡିବ। ତାପରେ ଆପଣ ଛୋଟ ଯୋଉ ଘର ଗୋଟେ ଅଛି ଏଠି, ଏ ଛୋଟ ଘର ଉପରେ ଆପଣ ଏଠି ଟିକ୍ ଚିହ୍ନ ମାରିଦେବେ। ଟିକ୍ ଚିହ୍ନ ମାରିଦେଲା ପରେ ଆପଣ ଏଠି କ୍ୟାପଚା କୋଡ ଅଛି, ଏଠି କ୍ୟାପଚା କୋଡ ଦେଇଦେବେ। ତାପରେ ଆପଣ ସବମିଟ ଉପରେ ଆପଣ କ୍ଲିକ୍ କରିବେ। ଠିକ ଅଛି, ସବମିଟ ଉପରେ କ୍ଲିକ୍ କଲା ପରେ ଆପଣମାନେ ନିଜ ନିଜର ବ୍ୟାଙ୍କର ଆପଣ ଯୋଉ ଆଧାର ସିଡିଂ ଅଛି ସେଟା ଆପଣଙ୍କର ହେଇଯିବ। ତାପରେ ଏଇଠି ତ ଗଲା ଆପଣଙ୍କର ଆଧାର ସିଡିଂ ଆପଣ କରିଦେଲେ। ତାପରେ ଏହା ଆପଣ ଚେକ୍ କେମିତି କରିବେ ସେଟା ମଧ୍ୟ ଆପଣଙ୍କୁ ଜଣାଇଦେବି। ଦେଖନ୍ତୁ ପାଖାପାଖି ଆପଣଙ୍କୁ 24 ଘଣ୍ଟା ମଧ୍ୟ ଲାଗିବ। 24 ଘଣ୍ଟା ପରେ ଆପଣଙ୍କର ସବୁ ଜିନିଷ ଠିକ ହେଇଯିବ। ଏ ଗଲା ଆପଣଙ୍କର ତ ସିଡିଂ କରିଦେଲେ ଆପଣମାନେ ବ୍ୟାଙ୍କ ସହିତ ଆପଣଙ୍କ ଆଧାର କାର୍ଡ ଲିଙ୍କ କରିଦେଲେ। ଏବେ ତ ଜାଣିବେ କେମିତି ଆପଣମାନେ କି ଆପଣଙ୍କର ସବୁ ଠିକ ଠାକ ଅଛି କି ନାହିଁ। ପୁଣି ସେମ୍ ପ୍ରୋସେସରେ ଆପଣ NPCI ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ କଷ୍ଟମରକୁ ଯାଇକି ଆପଣ ପୁଣି এই ଭାରତ ସିଡିଂ ଆପ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଇଟା ଆପଣଙ୍କୁ ଲେଖା ହେଇଛି ଆଧାର ସିଡିଂ, ଆପଣ ଲେଖା ହେଇଛି ଆକାଉଣ୍ଟ ଡିଟେଲ୍ସ ଲେଖା ହେଇଛି, ଆଧାର ମ୍ୟାପ ଷ୍ଟାଟସ ଲେଖା ହେଇଛି, ଆଧାର ମ୍ୟାପିଂ ହିଷ୍ଟ୍ରି ଲେଖା ହେଇଛି। এই ଆଧାର ମ୍ୟାପ ଷ୍ଟାଟସ ଉପରେ ଆପଣ ଯଦି କ୍ଲିକ୍ କରୁଛନ୍ତି, ତ କ୍ଲିକ୍ କଲା ପରେ ସିଏ ଆପଣଙ୍କୁ ପୁଣି ଆପଣଙ୍କର ଆଧାର କାର୍ଡ ନମ୍ବର ସେଠି ଆପଣଙ୍କୁ ମାଗିବ। ଠିକ ଅଛି, ମନେ ରଖିଥାନ୍ତୁ ଏଇ ଆଧାର କାର୍ଡ ଆପଣ କରେକ୍ସନ କରୁଛନ୍ତି କିମ୍ବା ଆପଣଙ୍କର ଆଧାର କାର୍ଡ ଆପଣ ଷ୍ଟାଟସ ଚେକ୍ କରୁଛନ୍ତି, ତା ସହିତ ଆପଣମାନଙ୍କର ମୋବାଇଲ ନମ୍ବରଟି ଆପଣଙ୍କର ଲିଙ୍କ ଥିବା ଦରକାର। ଠିକ ଅଛି, ମୋବାଇଲ ନମ୍ବର ଲିଙ୍କ ନଥିଲେ କିଛି ଆପଣ କରିପାରିବେନି। ଯଦି ଆପଣ ଆଧାର ମ୍ୟାପ ଷ୍ଟାଟସ ଚେକ୍ କରୁଛନ୍ତି ତାହେଲେ ଆପଣଙ୍କ ମୋବାଇଲ ଗୋଟେ OTP ଯିବ। ଯେ OTP ଗଲା ପରେ ସେ OTP ଦେଇକି ଆପଣ ଏଠି ଚେକ୍ କରିପାରିବେ। ଏଠି ଆପଣଙ୍କ ନିଜ ନିଜ ଏଠି ଆଧାର ମ୍ୟାପ ଷ୍ଟାଟସ ଉପରେ ଆଧାର କାର୍ଡ ନମ୍ବର ଦେଇଦେବେ। ଯଦି ଆପଣ କ୍ୟାପଚା କୋଡ ଅଛି କ୍ୟାପଚା କୋଡ ଦେଇଦେବେ। ଚେକ୍ ଷ୍ଟାଟସ ଉପରେ କ୍ଲିକ୍ କଲା ପରେ ଆପଣଙ୍କ ମୋବାଇଲ ନମ୍ବର ଗୋଟେ OTP ଯିବ। ସେ OTP ଯାଇକି ଆପଣମାନେ ଏଠି OTP ଦେଇ ସାରିକି ଆପଣ ଜାଣିପାରିବେ କି ଆପଣଙ୍କ ମୋବାଇଲ ନମ୍ବର ମାନେ ଆପଣଙ୍କ ଆଧାର କାର୍ଡ କୋଉ ବ୍ୟାଙ୍କରେ ଆକ୍ଟିଭ ଅଛି, ଡିବିଟି ଲିଙ୍କ ଅଛି କି ନାହିଁ, ଇକେୱାଇସି ସମ୍ପୂର୍ଣ୍ଣ ଅଛି କି ନାହିଁ, ସବୁ ଡିଟେଲ୍ସ ଆବଶ୍ୟ ଆପଣଙ୍କର ଏଠି ଡିଟେଲ୍ସ ଭାବେ କହିଦେବ। ତ ଏଇଭଳି ଭାବରେ ଆପଣମାନେ ଘରେ ରହିକି ଆପଣମାନେ ନିଜ ନିଜ ମୋବାଇଲରେ ଆପଣମାନେ ଆକାଉଣ୍ଟ ଲିଙ୍କ କରନ୍ତୁ। ଏବଂ ଯଦି ବି ଆପଣଙ୍କୁ ଆଉ କିଛି ନୂଆ ଅପଡେଟ ଜାଣିବାର ଅଛି ମୋତେ କମେଣ୍ଟ ମଧ୍ୟ କରନ୍ତୁ, ମୁଁ ସେଟାକୁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ଆପଣଙ୍କୁ ବତେଇଦେବି। ଆଶା କରିବି କି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ। ଆମେ ଯାହା କିଛି ନୂଆ ନୂଆ ନୋଟିଫିକେସନ ଆପଣଙ୍କ ପାଖରେ ପହଞ୍ଚୁଛୁ ଆପଣଙ୍କ ପାଖରେ ପହଞ୍ଚି ପାରିବ।